କାହିଁକି ମିଳିଥାଏ ଜୀବନରେ ଏତେ ଅଧିକ ଦୁଃଖ? କେଉଁ ରାଶିମାନଙ୍କ ଠାରୁ ସର୍ବଦା ଆପଣ ଦୂରରେ ରହିବେ? କେଉଁ ବର୍ଷରେ ଆପଣଙ୍କର ଭାଗ୍ୟ ଚମକିଥାଏ? ସ୍ୱଭାବ, ଗୁଣ, ଅବଗୁଣ କେଉଁ କ୍ଷେତ୍ରରେ ଆପଣ ସର୍ବଦା ଆଗରେ ରହିଥାନ୍ତି? ପ୍ରତ୍ୟେକଟି ବିଷୟ ଉପରେ ବିସ୍ତୃତ ଭାବରେ କୁହାଯାଇଛି। ଭିଡ଼ିଓଟିକୁ ନିଶ୍ଚିତ ରୂପେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଥିଲେ ଲାଇକ୍ଟି ନିଶ୍ଚିତ କରନ୍ତୁ। ଦେଖନ୍ତୁ, ଏହି ରାଶିଜାତ ବ୍ୟକ୍ତିଙ୍କର ଧନିଷ୍ଠ ନକ୍ଷତ୍ର, ଶତଭିକ୍ଷା ନକ୍ଷତ୍ର ଓ ପୂର୍ବଭଦ୍ର ନକ୍ଷତ୍ର ହୋଇଥିବ। ଏମାନଙ୍କର ନାମର ପ୍ରଥମ ଅକ୍ଷର ଗୁ, ଗେ, ଗୌ, ସ, ସି, ସୋ, ସେ, ଦା, ତେ ଏଥିମଧ୍ୟରୁ ଅନ୍ୟତମ ଅଟେ। ନାମର ପ୍ରଥମ ଅକ୍ଷର ଏହିସବୁ ଥିଲେ ଆପଣଙ୍କର କୁମ୍ଭ ରାଶି ବିଚାର କରାଯାଏ। ଏହାର ରାଶ୍ୟାଧିପତି ଗ୍ରହ ହେଉଛନ୍ତି ଶନି। ଏହି ରାଶିଜାତ ବ୍ୟକ୍ତି ତମଗୁଣର ପ୍ରତୀକ ଅଟନ୍ତି। କୁମ୍ଭ ସମାନ ଆପଣ ଗମ୍ଭୀର ଓ ପରୋପକାରୀ ଅଟନ୍ତି। ଯେପରି ସିଂହ ଝାମ୍ପ ମାରିବା ପୂର୍ବରୁ ଗୋଟିଏ ପାଦ ପଛକୁ ଯାଇଥାଏ, ସେହିପରି ଯଦି ଜୀବନ ଆପଣଙ୍କୁ ପଛକୁ ଟାଣିବାକୁ ଚେଷ୍ଟା କରିଥାଏ ତ ଆପଣ ଆହୁରି ଅଧିକ ଶକ୍ତିଶାଳୀ ହୋଇ ଆଉ ଏକ ପାଦ ଆଗକୁ ବଢ଼ିଯାଇଥାନ୍ତି। ଆପଣ ଏହା ତ ଶୁଣିଥିବେ କି କଠିନ ପରିସ୍ଥିତିରେ ବୁଦ୍ଧିମାନ ଲୋକ ରାସ୍ତା ଖୋଜିଥାନ୍ତି, କିନ୍ତୁ ଦୁର୍ବଳ ସ୍ୱଭାବ ସମ୍ପନ୍ନ ଲୋକ ବାହାନା ଖୋଜିଥାନ୍ତି। ଏମାନେ କଠିନ ସମୟରେ ନିଜର ରାସ୍ତା ଖୋଜିବା ବଦଳରେ ନିଜର ଏକ ନୂଆ ରାସ୍ତା ପ୍ରସ୍ତୁତ କରିଦେଇଥାନ୍ତି। ଏମାନଙ୍କୁ କାହାର ସହାନୁଭୂତିର ଆବଶ୍ୟକତା ପଡ଼ିନଥାଏ। ସିଂହ ସମାନ ହୋଇଥାନ୍ତି। ଯେପରି ଜଙ୍ଗଲରେ ସିଂହ ଗର୍ଜନ କରିଥାଏ ତ ପ୍ରତ୍ୟେକ ଜୀବଜନ୍ତୁ ଲୁଚି ଯାଇଥାନ୍ତି, ସେହିପରି ଏହି ନାମର ବ୍ୟକ୍ତି କାହା ସହିତ ବି ଶତ୍ରୁତା ରଖିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଯଦି କେହି ବାରମ୍ବାର ଏମାନଙ୍କ ପ୍ରତି ଶତ୍ରୁତା ଆଚରଣ କରନ୍ତି ତ ଏମାନଙ୍କର ସିଂହ ସମାନ ପ୍ରକୃତ ରୂପ ସମୟ ଆସିଲେ ଅବଶ୍ୟ ଦେଖାଇଥାନ୍ତି। ନିଜର ପରିଚୟ ନିଜେ ହିଁ ସୃଷ୍ଟି କରିଥାନ୍ତି। ଏମାନେ ନିଜର ଛବିକୁ ଏପରି ପ୍ରସ୍ତୁତ କରିଥାନ୍ତି କି ଯେଉଁ ସ୍ଥାନକୁ ବି ଯାଇଥାନ୍ତି ସେଠାରେ ନିଜର ଛାପ ନିଶ୍ଚିନ୍ତ ପକାଇଥାନ୍ତି। ପ୍ରତ୍ୟେକ ଲୋକ ତ ଏପରି ହିଁ ଦୁନିଆକୁ ଆସନ୍ତି ଓ ଚାଲିଯାଆନ୍ତି, କିନ୍ତୁ ଏ ବ୍ୟକ୍ତି ଦୁନିଆରେ ନିଜର ଏକ ଅଲଗା ହିଁ ପରିଚୟ ଓ ନିଜର ଖ୍ୟାତି ଓ ସମ୍ମାନ ସୃଷ୍ଟି କରିଥାନ୍ତି। ଦୁନିଆରେ ନିଜର ଏକ ଅଲଗା ହିଁ ପରିଚୟ ସୃଷ୍ଟି କରିବା ଏମାନଙ୍କର ସବୁଠାରୁ ପ୍ରିୟ ରୁଚି ରହିଥାଏ। ଏମାନେ ଯଶ ଓ ଖ୍ୟାତିର ଅଧିକାରୀ ହୋଇଥାନ୍ତି ଓ ଏପରି କିଛି କରିଥାନ୍ତି କି ଦୁନିଆରେ ପ୍ରତ୍ୟେକ ସ୍ଥାନରେ କେବଳ ଏମାନଙ୍କର ହିଁ ଚର୍ଚ୍ଚା ହୋଇଥାଏ। ସେମାନେ ନିରନ୍ତର ପରିଶ୍ରମ କରିଥାନ୍ତି ଓ ଗୋଟିଏ ଦିନ ନିଜର ନାମ ଦୁନିଆରେ ବିଖ୍ୟାତ କରିଥାନ୍ତି। ଏହି ବ୍ୟକ୍ତି ଅନେକ ବ୍ୟକ୍ତିମାନଙ୍କ ମଧ୍ୟରୁ ଗୋଟିଏ ହୋଇଥାନ୍ତି। ଏହି ଲୋକ ସେଲ୍ଫମେଡ୍ ହୋଇଥାନ୍ତି। ଏହି ଲୋକମାନେ ନିଜର ବଳରେ ହିଁ ସବୁକିଛି ପାଇଥାନ୍ତି। ଏହି ବ୍ୟକ୍ତି ଦେଖାଇ ହେବାରେ ଆଦୌ ପସନ୍ଦ କରନ୍ତି ନାହିଁ। ଏମାନଙ୍କର ସ୍ୱଭାବ କେବଳ ଭଲ ନୁହେଁ, ବହୁତ ହିଁ ଭଲ ହୋଇଥାଏ। ଏମାନେ ସର୍ବଦା ବିଶ୍ୱସନୀୟ ରହିଥାନ୍ତି। ଏମାନଙ୍କର ସମ୍ପର୍କରେ ଯିଏ ବି ଆସିଯାଇଥାନ୍ତି ତାଙ୍କୁ ବି ଏମାନେ ନିଜ ପରି କରିଦେଇଥାନ୍ତି। ଏମାନେ ଦେଖିବାକୁ ଖୁବ୍ ସୁନ୍ଦର, ବୁଦ୍ଧିମାନ ଓ ଆକର୍ଷକ ହୋଇଥାନ୍ତି। ଏମାନଙ୍କୁ ଶ୍ରେଷ୍ଠ ଓ ସମ୍ମାନିତ ବ୍ୟକ୍ତି ହେବାର ଇଚ୍ଛା ବହୁତ ହିଁ ଅଧିକ ରହିଥାଏ। ସୋସିଆଲ ଲାଇଫ୍ରେ ଏମାନେ ହସ ହସ ମୁହଁ ଓ ସହଜରେ ହିଁ ଅନ୍ୟମାନଙ୍କ ସହ ମିଶି ଯାଉଥିବା ଲୋକଙ୍କ ଭଳି ହୋଇଥାନ୍ତି। କୌଣସି ବି କାର୍ଯ୍ୟକୁ ଏମାନେ ଏକ ଅଲଗା ଧରଣର କରିବାକୁ ପସନ୍ଦ କରିଥାନ୍ତି। ଆପଣ ଏକ ସ୍ୱତନ୍ତ୍ର ପ୍ରିୟ ବ୍ୟକ୍ତି ହୋଇଥାନ୍ତି। ଆପଣଙ୍କୁ କାହାର ଅଧୀନରେ ରହି କାର୍ଯ୍ୟ କରିବା ଆଦୌ ପସନ୍ଦ ହୁଏ ନାହିଁ। ଏମାନେ ନିଜର କଥା କହିବାର ଶୈଳୀ ଦ୍ୱାରା ସହଜରେ ହିଁ ଅନ୍ୟମାନଙ୍କୁ ନିଜ ପ୍ରତି ଆଟ୍ରାକ୍ଟ କରିନେଇଥାନ୍ତି। ଯେ କେହି ବି ଏମାନଙ୍କର କଥା କହିବାର ଶୈଳୀ ଦେଖି ଏତେ ଯେ ଇମ୍ପ୍ରେସ୍ ହୋଇଯାଏ କି ସେ ଏହାଙ୍କର ଫ୍ୟାନ୍ ହୋଇଯାଇଥାନ୍ତି। ଏମାନଙ୍କୁ କାହା ବିଷୟରେ କିଛି ବି ନେଗେଟିଭ୍ କଥା କହିବା ଆଦୌ ପସନ୍ଦ ହୋଇନଥାଏ। ଆପଣ କାହାକୁ କାହା ବିଷୟରେ କିଛି ବି ଭୁଲ କହିନଥାନ୍ତି। ଏମାନେ ହୃଦୟରୁ ସଫା ହୋଇଥାନ୍ତି। ଏମାନଙ୍କୁ କାହାର ବି ଲାଇଫ୍ରେ ଇଣ୍ଟରଫେୟାର କରିବା ଆଦୌ ପସନ୍ଦ ହୋଇନଥାଏ। ଏହି ବ୍ୟକ୍ତି ନିଜର ମିତ୍ରମାନଙ୍କ ପାଇଁ ଖରାପ ସମୟରେ ସର୍ବଦା ହିଁ ଢାଲ ସଦୃଶ ରହିଥାନ୍ତି। ନିଜର ମିତ୍ରଙ୍କୁ ସହଯୋଗ କରିବା କ୍ଷେତ୍ରରେ ଏମାନେ ସର୍ବଦା ଆଗଧାଡ଼ିରେ ରହିଥାନ୍ତି। ଏମାନଙ୍କୁ ଅଭିନୟ କରିବା ଆଦୌ ପସନ୍ଦ ହୋଇନଥାଏ। ଅର୍ଥ ଏମାନଙ୍କର ହୃଦୟରେ ଯାହା ଥାଏ ତାହା ହିଁ ମୁହଁରେ ଦେଖାଦିଏ। ଏମାନେ ସାଧାରଣତଃ ଗର୍ବୀ, ରତିପ୍ରିୟ, କୃପଣ, ମାନି, ରାଜବଲ୍ଲଭ, ରୂପବନ୍ତ, ଖ୍ୟାତିନାମା, ଚକ୍ଷୁ ରକ୍ତବର୍ଣ୍ଣ, ଆମବାତ ଦେହୀ, ଅଳ୍ପ ପଣ୍ଡିତ, ଶୃଙ୍ଗାର ଭୋଗୀ, ତୁରୁତୁରିଆ ସ୍ୱଭାବୀ, କର୍କଶ, ସ୍ୱଭାବ ଲମ୍ପଟ ଓ ଆଜନ୍ମ ସୁଖୀ, ଦେବ ବ୍ରାହ୍ମଣଙ୍କଠାରେ ଭକ୍ତି, ଧନବନ୍ତ, କ୍ଷଣକୋପୀ, କ୍ରୂର ଓ ହିଂସ୍ରକ। ଧନିଷ୍ଠ ନକ୍ଷତ୍ରର ମହିଳାମାନେ କଳାକୁ ଧରିକରି ଗୃହ ପରିଚାଳନା କରିବାରେ ଧୁରନ୍ଧର। ସ୍ଥୂଳ କପଳ ଗୌରବର୍ଣ୍ଣ ବା ଶ୍ୟାମଳ ବର୍ଣ୍ଣ, ପୃଥୁଳ ଶରୀର, ବୁଦ୍ଧିମନ୍ତ, ବିଦ୍ୱାନ, କବି, ପଣ୍ଡିତ, ସୁଲେଖକ, ବିଚକ୍ଷଣ ବୁଦ୍ଧି, ଗାନ୍ଧାର ବିଦ୍ୟାରେ ରତ, ଗୀତ ବାଦ୍ୟପ୍ରିୟ, କୌତିକୀ, ମଧୁର ବଚନ, ଗାୟକ ଓ ଗାୟିକା, ବିପୁଳ ଲକ୍ଷ୍ମୀ, ବହୁଳ ବ୍ୟୟ, ଯାଚୀନ ଦିଅଇ, ତିନି ଗୁଣ ନିୟଇ, ରାଜସେବା, ତେଜବନ୍ତ, ବାତ ପିତ୍ତ ଦେହୀ, ଶାକାହାରରେ ଶ୍ରଦ୍ଧା, ଆମିଷ ଭକ୍ଷଣ କରନ୍ତି, ମଧୁରସରେ ପ୍ରୀତି, ପେଟ ବ୍ୟଥା, କାମତୁର, ବାଣିଜ୍ୟରେ ଲାଭ, ଚାଷରେ ମଧ୍ୟମ, ପ୍ରଶଂସାର ପାତ୍ର, ବିଷ୍ଣୁ ବୈଷ୍ଣବ ସେବାକାରୀ, ପାପପୁଣ୍ୟ ବିଚାରକ, ଉତ୍ତମ ବୈଦ୍ୟ, ରାଜନୀତିଜ୍ଞ, ଗୃହ ବୈଦ୍ୟ ଓ ତ୍ରିକାଳଦର୍ଶୀ। ଶତଭିକ୍ଷା ନକ୍ଷତ୍ରର ମହିଳାମାନେ ପୁରୁଷଙ୍କ ଭଳି କାର୍ଯ୍ୟକ୍ରମ ଦେଖାନ୍ତି ଓ ମଧୁର କଥାରେ ସମସ୍ତଙ୍କୁ ଭୁଲାଇ ପାରନ୍ତି। ବେଳେବେଳେ ପରବୁଦ୍ଧିରେ ମଧ୍ୟ ପଡ଼ିଯାଆନ୍ତି। ଗଜକପାଳ, ହର୍ଷମୁଖ, ବିଦ୍ୟାରେ ଶ୍ରଦ୍ଧା, ଚଞ୍ଚଳା, ପାଣ୍ଡିତ୍ୟ, କୁଳଶ୍ରେଷ୍ଠ,
କେଶ ଉତ୍ତମ, ଭାର୍ଯ୍ୟ ଦୁଷ୍ଟ, ବହୁ କୁଟୁମ୍ବୀ, ରାଜସେବକ, ବହୁ ବିଳାସୀ, କୃଷିକାରୀ, ବିଚାରକ, ଉଚ୍ଚମନା, ଭୋଜନପ୍ରିୟ, ବାଲ୍ୟକାଳେ ଦୁଃଖୀ, ଦାନ୍ତମାନ ବଡ଼ ବଡ଼, ଅଳ୍ପଦାତା ଓ ପୂର୍ବଭଦ୍ର ନକ୍ଷତ୍ରର ମହିଳାମାନେ ଦେବତା ଭକ୍ତି ଉପାସନାରେ ବ୍ରତୀ ହୁଅନ୍ତି। ତ ଏବେ ଜାଣିବା କି କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏମାନଙ୍କର ସ୍ୱାସ୍ଥ୍ୟ କିପରି ରହିଥାଏ। ଏମାନଙ୍କର ଚେହେରାର ବିଶେଷତ୍ୱ ହେଲା ମଧ୍ୟମ ଉଚ୍ଚତା ସମ୍ପନ୍ନ ବ୍ୟକ୍ତି, କର୍କଶ କଣ୍ଠ, ରୂପବନ୍ତ କର୍ଣ୍ଣ, ସୁନ୍ଦର ଚକ୍ଷୁ, ରକ୍ତବର୍ଣ୍ଣ ଦୀର୍ଘ ଗ୍ରୀବା, ପ୍ରଶସ୍ତ ପୃଷ୍ଠଦେଶ ଓ ଦୀର୍ଘ ଚରଣ, ଉରୁପୃଷ୍ଠ ବଡ଼ ବଡ଼ ଦାନ୍ତ, ଖର, ଲୋମସ, ଜଘନ କଟି ଓ ଉଦରାଙ୍ଗର ସ୍ଥୂଳତା। ଏମାନଙ୍କଠାରେ ଯୁବକ ସୁଲଭତ୍ୱ ଅଧିକ ପରିମାଣରେ ଦେଖାଦିଏ। କେଶଗୁଡ଼ିକ ଖୁବ୍ ଲୋଭନୀୟ, ଲୋମଦେହୀ, ଜାଇମନ୍ଦା ଅଧିକ ପରିମାଣରେ ଦେଖାଦିଏ, ଅର୍ଥାତ୍ କଳାଜାଇ ଏମାନଙ୍କଠାରେ ଅଧିକ ରହିଥାଏ। ଉକ୍ତ ରାଶିଜାତ ବ୍ୟକ୍ତିମାନଙ୍କର ଆମବାତ, ରକ୍ତ ଅପରିଷ୍କାର ଜନିତ ରୋଗ, ସ୍ନାୟୁବିକ ଦୁର୍ବଳତା, ବାୟୁଦୋଷ, ମଧୁମେହ, କାମଳ, ରକ୍ତଚାପ, ପକ୍ଷାଘାତ, ଆଣ୍ଠୁଗଣ୍ଠି ବାତ, ମାନସିକ ରୋଗ, ମୁଣ୍ଡବିନ୍ଧା, ଅମ୍ଳବ୍ୟାଧି, ଗନେରିଆ, ମାନସିକ ଦୁଶ୍ଚିନ୍ତା, ପେଟଜନିତ ରୋଗ, ପାକସ୍ଥଳୀ ଓ ଅନ୍ତର୍ନାଳୀଜନିତ ରୋଗ, ମୂତ୍ରାଶୟରେ ଯନ୍ତ୍ରଣା, ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ସୁଖାଦ୍ୟ ଓ ସଂଯମ ପ୍ରତି ଅଧିକ ଧ୍ୟାନ ରଖନ୍ତୁ ଓ ପ୍ରତିଦିନ ବ୍ୟାୟାମ କରନ୍ତୁ। ଏହା ଆପଣଙ୍କ ପାଇଁ ଅତି ଆବଶ୍ୟକ ଅଟେ। ତ ଏବେ ଆସନ୍ତୁ ଜାଣିବା କି କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏମାନଙ୍କର ସ୍ୱଭାବ କିପରି ହୋଇଥାଏ। ଏମାନେ ଚତୁର ବୁଦ୍ଧିସମ୍ପନ୍ନ, ଧୈର୍ଯ୍ୟବନ୍ତ, କ୍ଷଣକୋପୀ, କାମତୁର, କ୍ରୂର ଓ ହିଂସ୍ରକ, ବ୍ୟବହାରରେ କୌଶଳୀ, ଶାନ୍ତ ସ୍ୱଭାବ, ସାହିତ୍ୟ, ଧର୍ମଦର୍ଶନ, ଜ୍ୟୋତିଷଶାସ୍ତ୍ର, କାବ୍ୟ କବିତା, ଗାନ୍ଧାର ବିଦ୍ୟା, ସଙ୍ଗୀତରେ ପାରଦର୍ଶିତା ଦେଖାଇଥାନ୍ତି। ସମାଜର କଲ୍ୟାଣ ନିମନ୍ତେ ଆପଣ ଅନେକ ଉଦ୍ୟମ କରିଥାନ୍ତି। ଆପଣ ଜଣେ ବିପ୍ଳବୀ ଓ କର୍ମବୀର ଅଟନ୍ତି। ସଂସ୍କାରବାଦୀ ଚିନ୍ତାଧାରା ସବୁବେଳେ ଆପଣଙ୍କ ମୁଣ୍ଡରେ ଖେଳୁଥାଏ। ଦେଶପ୍ରେମୀ ଓ ସମାଜର ନିଷ୍ପେଷିତ, ଅବହେଳିତ, ଦଳିତ, ଖଟିକିଆ, ମଜୁରିଆ ଓ ଶ୍ରମିକମାନଙ୍କ ଦୁଃଖରେ ଭାଗିଦାର ହୋଇପଡ଼ନ୍ତି। ଗରିବ ଦୁଃଖ ଦେଖିଲେ ଆପଣଙ୍କର ହୃଦୟ କାନ୍ଦି ଉଠେ। ଆପଣ ଜଣେ ବିଶିଷ୍ଟ ସମାଜସେବୀ, କିନ୍ତୁ ଦୁଃଖର ବିଷୟ କି ଆପଣଙ୍କର ନୈତିକ ମୂଲ୍ୟବୋଧର ଅଧପତନ ମଧ୍ୟ ଘଟିପାରେ। ପ୍ରଚଣ୍ଡ ସ୍ମୃତିଶକ୍ତି ଆପଣଙ୍କଠାରେ ରହିଅଛି, ଏଣୁ ବିଚକ୍ଷଣ ବୁଦ୍ଧି ନିମନ୍ତେ ଆପଣ ସମସ୍ତଙ୍କର ପ୍ରିୟଭାଜନ ହୋଇପାରନ୍ତି। ଏମାନେ ଇନ୍ଦ୍ରିୟ ଭୋଗରେ ଆସକ୍ତି, ପାଣିରେ ସର ପକାଇବାରେ ଏମାନେ ଧୁରନ୍ଧର, ପରିଣତ ବୟସରେ ପକ୍ଷପାତ ଓ ବାତରୋଗରେ ପୀଡ଼ିତ ହୋଇପାରନ୍ତି ଓ ଅର୍ଥାଭାବ ମଧ୍ୟ ଘଟିପାରେ। ଅତି ଲୋଭରୁ ଏମାନେ ଠକାମିରେ ପଡ଼ିପାରନ୍ତି। ଦରକାର ପଡ଼ିଲେ ପରନିନ୍ଦୁକ, ପାପାଚାରୀ ଓ ପ୍ରବଞ୍ଚକ ସାଜିପାରନ୍ତି। ଅର୍ଥପିପାସା, ଅସ୍ଥିରତା ଓ ପ୍ରେମିକ ଏମାନେ ସାଜିଥାନ୍ତି। ଅତ୍ୟଧିକ ମାନସିକ ପରିଶ୍ରମ କରି ଆପଣ ବିବ୍ରତ ହୋଇପଡ଼ନ୍ତି। ଆପଣଙ୍କ ଆଖି ଆଗରେ ଆପଣ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ମିଥ୍ୟା ମୋକଦ୍ଦମାରେ ପଡ଼ି ହଇରାଣ ହୁଅନ୍ତି। ପ୍ରକୃତି ଅସ୍ଥିର ଯୋଗୁଁ ଆପଣ ସମାଜରେ ନିନ୍ଦା ପାଇଥାନ୍ତି। ବହୁ ଆଡ଼ମ୍ବର ଦେଖାଇଥାନ୍ତି ଓ ତା ପରମୁହୂର୍ତ୍ତରେ ଫସର ଫାଟିଯାଏ। ନିଜର ଆତ୍ମୀୟମାନଙ୍କଠାରୁ ପରାମର୍ଶ ନିଅନ୍ତୁ। ନିଜକୁ ବିଚକ୍ଷଣ ବୋଲି ଭାବିଲେ ହେବ ନାହିଁ। ଜୀବନଟାକୁ ଆନନ୍ଦ ଉପଭୋଗ ମଧ୍ୟରେ ନଷ୍ଟ କରି ଦିଅନ୍ତୁ ନାହିଁ। ଏମାନଙ୍କର ଦାମ୍ପତ୍ୟ ସୁଖ ଜୀବନରେ ସାମାନ୍ୟ ବ୍ୟାଘାତ ଘଟିଥାଏ। ଏବେ ଆସନ୍ତୁ ଜାଣିବା ଏମାନଙ୍କ ପାଇଁ ଦାମ୍ପତ୍ୟ ଜୀବନ କିପରି ରହିଥାଏ। ଏହି ରାଶିର ବ୍ୟକ୍ତିଙ୍କ ଜୀବନସାଥୀଙ୍କ ମଧ୍ୟରେ ବୁଝାମଣା ଠିକ୍ ନ ରହିଲେ ସେ ଦାମ୍ପତ୍ୟ ଜୀବନ ବହୁତ ହିଁ କଷ୍ଟମୟ ହୋଇଯାଏ। ସର୍ବଦା ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇ ବିଚ୍ଛେଦ ଘଟିପାରେ। ଉକ୍ତ ରାଶିଜାତ ପୁରୁଷ ସଦାସର୍ବଦା ଜୀବନସାଥୀଙ୍କ ନିକଟରେ ଅନୁପସ୍ଥିତ ରହୁଥିବାରୁ ପାରିବାରିକ ଅସନ୍ତୋଷ ବୃଦ୍ଧି ପାଇଥାଏ। ଯେଉଁମାନଙ୍କୁ ବି ମିଥୁନ ଓ ତୁଳାରାଶିର ଜୀବନସାଥୀ ମିଳିଥାନ୍ତି, ଏମାନେ ଶ୍ରେଷ୍ଠ ଜୀବନସାଥୀ ହୋଇଥାନ୍ତି। ବୃଷ, ବିଚ୍ଛା ଓ ସିଂହ ରାଶିର ପୁରୁଷ ଓ ସ୍ତ୍ରୀଙ୍କୁ ବିବାହ କଲେ ଜୀବନ ସାମାନ୍ୟ ଅଶାନ୍ତିରେ ଘଟିଥାଏ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ପାରିବାରିକ ଜୀବନ କିପରି ରହିଥାଏ। ଏହି ରାଶିଜାତ ବ୍ୟକ୍ତି ଶାନ୍ତ, ସରଳ ଓ ସେବାକାରୀ ଓ ଜ୍ଞାନବନ୍ତ ଅଟନ୍ତି। ପରିବାରର ସମସ୍ତ ସଦସ୍ୟଙ୍କୁ ସମାନ ଭାବରେ ଦେଖନ୍ତି। ପରିବାରର ଭାର ଆପଣଙ୍କ ଉପରେ ରହିଥାଏ। ସେମାନଙ୍କ ସେବାରେ ଆପଣଙ୍କର ଆନନ୍ଦ ଆସିଥାଏ। ମାନବ ସେବା ହିଁ ଭଗବାନଙ୍କର ସେବା ବୋଲି ଆପଣ ଚିନ୍ତା କରିଥାନ୍ତି। ଆପଣ ଜଣେ ସାମ୍ୟବାଦୀ ଓ ବିପ୍ଳବୀ ଓ କର୍ମବୀର ତଥା ତର୍କବୀର ହୋଇଥିଲେ ମଧ୍ୟ ନିଜର ସଂସ୍କୃତି ଓ ଐତିହ୍ୟକୁ ନବାନୁରାଗ, ବୈରାଗ୍ୟ ଓ ଉନ୍ମେଷର କଥାଗୁଡ଼ିକ ମନରେ ଆନ୍ଦୋଳିତ କରେ। ପିତା, ମାତା, ଭାଇ, ବନ୍ଧୁ, ଆତ୍ମୀୟ ସ୍ୱଜନଙ୍କର ସ୍ନେହମୟ ବନ୍ଧନରେ ପ୍ରାଣମନ ଆପଣଙ୍କର ଛଟପଟ ହୁଏ। ମନ ବୈରାଗ୍ୟର ନିଶାରେ ପାଗଳ ଭଳି ହୋଇ ସେ ଚାହେଁ ସଂସାର ରୂପୀ ଶିକୁଳି କାଟିଦେଇ ସେ କିପରି ମୁକ୍ତ ହେବ। ବ୍ୟାକୁଳ ସମୟରେ ଆପଣ ଭଗବାନଙ୍କୁ ଅଧିକ ମନେ ପକାନ୍ତି। ଏବେ ଆସନ୍ତୁ ଜାଣିବା କି କୁମ୍ଭରାଶି ବ୍ୟକ୍ତିଙ୍କ ପାଇଁ କିଛି ଶୁଭ ଜିନିଷ ବିଷୟରେ। ଆପଣଙ୍କ ପାଇଁ ଶୁଭ ଦିନ ହେଉଛି ଶନିବାର। ଶନିବାର ଦିନଟି ଆପଣଙ୍କ ପାଇଁ ବହୁତ ହିଁ ଶୁଭ ବିଚାର କରାଯାଏ ଓ ଶୁକ୍ରବାର ମଧ୍ୟ ଆପଣଙ୍କ ପାଇଁ ଉତ୍ତମ ଅଟେ। ଶୁଭ ସଂଖ୍ୟା ଆପଣଙ୍କ ପାଇଁ 1 ଓ 0 ସଂଖ୍ୟାଟି ମଧ୍ୟ ଉତ୍ତମ। ଶ୍ରେଷ୍ଠ ଧାତୁ ଶିଶକ, ଶ୍ରେଷ୍ଠ ରତ୍ନ ଇନ୍ଦ୍ରନୀଳ ବା ନୀଳ ଅଥବା ଗୋମେଦ, ଶ୍ରେଷ୍ଠ ଚେରମୂଳ ବାଡ଼ି ଅଁଳା, ଶୁଭ ବର୍ଣ୍ଣ କଳା, ନୀଳ, ଧୂସର ଓ ବାଇଗଣୀ,
ଏହିସବୁ ରଙ୍ଗ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ। ଆପଣଙ୍କର ଆରାଧ୍ୟ ଦେବତା ଶନି। କେତେକ କ୍ଷେତ୍ରରେ ଶ୍ରୀ ଗଣେଶଜୀଙ୍କୁ ପୂଜା କରିବାରେ ଆପଣଙ୍କର ଦେଖାଯାଏ। ତନ୍ତ୍ରମତେ ଦକ୍ଷିଣକାଳୀ ପ୍ରକାରାନ୍ତର ଦେବତା କାଳ ଓ ଅବତାର କୁର୍ମ ବା ବରାହ। ତ ଆପଣ କୁର୍ମ ବା ବରାହ ଅବତାରଙ୍କୁ ପୂଜିଲେ ଆପଣଙ୍କର ସର୍ବରିଷ୍ଟ ଖଣ୍ଡନ ହୁଏ ଏବଂ କୁମ୍ଭରାଶିର ରାଶ୍ୟାଧିପତି ଶନି ହୋଇଥାନ୍ତି। ଦେଖନ୍ତୁ, କୁମ୍ଭରାଶିଙ୍କର ସ୍ୱାମୀ ଗ୍ରହ ହେଉଛନ୍ତି ଶନିଦେବ। ତ ଶନି ମହାରାଜଙ୍କର କୃପା ସଦାସର୍ବଦା ଆପଣଙ୍କ ଉପରେ ରହିଥାଏ। ତ ଶନି ମହାରାଜଙ୍କର କୃପାପ୍ରାପ୍ତ କରିବା ପାଇଁ କମେଣ୍ଟ ବକ୍ସରେ ଜୟ ଶନିଦେବ ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ। ଭିଡ଼ିଓଟି ଗୋଟେ ଲାଇକ୍ କରିବା ସହିତ ଅନ୍ୟମାନଙ୍କ ସହ ଅଧିକରୁ ଅଧିକ ସେୟାର କରନ୍ତୁ ଏବଂ ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଫଳରେ ଆମେ ଯେଉଁ ଭିଡ଼ିଓ ଅପଲୋଡ଼ କରିବୁ ତାହା ଆପଣ ସର୍ବପ୍ରଥମେ ପାଇପାରିବେ। ଧନ୍ୟବାଦ।